ଝିଅ ଟ୍ୟୁସନ୍ ଯାଇଥାନ୍ତା 3:15ରେ। ମୁଁ ଶୋଇପଡ଼ିଥିଲି, ମୋ ପାଖରେ ବି ଝିଅ ଶୋଇପଡ଼ିଥିଲା। ଆମେ ଖାଇନଥିଲୁ, 2ଟାରେ ଶୋଇପଡ଼ିଲୁ। ନିଦ ଆମର ଭାଙ୍ଗିଲାନି। କହିଲି, ଝିଅ 3:15 ହେଲାଣି, ବାବା ଫୋନ୍ କରୁଛନ୍ତି, ଫୋନ୍ ମୁଁ ସାଇଲେଣ୍ଟ ମୋଡ଼ରେ ରଖିଛି କହିଦେଇ ତାକୁ ଉଠେଇ ଦେଇ ଆଗେ ତା ମୁହଁ ଧୋଇଦେଲି। ସାର୍ ଖାଲି ବାର ବାର ଫୋନ୍ କରୁଛନ୍ତି। ମୁଁ ସେଇଠୁ କହିଲି, ଯାଉଛି ସାର୍ଙ୍କ କତିକି ଫୋନ୍ କରିବି। ମୁଁ କହିଲି, ହଁ କ'ଣ ହେଲା ନା ଉଠିଲଣି? ମୁଁ କହିଲି, ହଁ ଉଠିଲୁଣୁ। ନା ଝିଅକୁ ଟ୍ୟୁସନ୍ ବାହାର କଲୁଣୁ? ମୁଁ କହିଲି, ଯାଉଛି ତାକୁ ଖୁଆଇ ଦେଇ ତା ମୁଣ୍ଡ କୁଣ୍ଡେଇ ଦେଇ ତାକୁ ଟ୍ୟୁସନ୍ ଆଗେ ବାହାର କରିଦେବି। ନା କ'ଣ ରାତିରେ ସବୁ ନିଆଁ ଛଡ଼େଇ ଯାଇଥିଲ? ମୁଁ କହିଲି, ନିଆଁ ଛଡ଼େଇ ନୁହଁ, 2ଟାରେ ଶୋଇଲୁ ତ ସେଥିପାଇଁ ଟିକେ ଶୋଇପଡ଼ିଲୁ ଆଉ। ଜଲ୍ଦି ତାକୁ ଟ୍ୟୁସନ୍ ଛାଡ଼। ମୋ କତିରୁ ଯାଇ ଝିଅ ଜେଜେଙ୍କ କତିରେ କାନ୍ଦୁଛି, ଜେଜେ ମୁଁ ଟ୍ୟୁସନ୍ ଯିବିନି। ଜେଜେ ଗାଳି ଦେଲେ, କହିଲେ, ମୁଁ ଜାଣିନି, ଯାହା ତୋ ମା' ଜାଣିଥିବ ସେ କଥା। ଭଲରେ ଭଲରେ ଟ୍ୟୁସନ୍ ପଳା, ଅବିକା ବାଡ଼େଇବ ନହେଲେ ତୋତେ। ମୋତେ ଟିକେ ଟିକେ ଶୁଭିଲା। ମୁଁ କହିଲି, ଆସିବୁ ନା ମୁଁ ଯିବି? ନା ନାଇଁ ମାମା, ମୁଁ ଯାଉଛି। ତାକୁ ଆଣିକି ଖୁଆଇ ଦେଇଥିଲି। ପନିର ଦେହରେ ମୁଁ ନଡ଼ିଆ ଟମାଟୋ ରସ ଦେଇ କରିଦେଇଥିଲି ନଡ଼ିଆ ପନିର ରସ ତରକାରୀ। କହିଲି, ଝିଅ କେମିତି ଲାଗୁଛି? ନା ଭଲ ଲାଗୁଛି। ରହୁଛି, ଜୟ ଜଗନ୍ନାଥ।